17-32 ପଦରେ ଯେଉଁଠାରେ ଲୋକଙ୍କ ସ୍ତ୍ରୀଙ୍କ କଥା ସ୍ମରଣ କର ବୋଲି ଲେଖା ଅଛି। ଯୀଶୁ ଯେତେବେଳେ ତାଙ୍କ ଶିଷ୍ୟମାନଙ୍କୁ ନିଜର ଦ୍ୱିତୀୟ ଆଗମନ ଏବଂ ନ୍ୟାୟ ବିଚାର ବିଷୟରେ କହୁଥିଲେ, ଯୀଶୁ କହୁଥିଲେ ଯେ ଦିନେ ହଠାତ୍ ଏମିତି ନୋହଙ୍କ ଏବଂ ଲୋଟଙ୍କ ସମୟ ଭଳି ସମୟ ଆସିବ, ଉପସ୍ଥିତ ହେବ, ଯେଉଁ ସମୟରେ କି ଲୋକମାନେ ଜଗତରେ ବିବାହ ଦେବା, ବିବାହ କରିବା, ଭୋଜନ ପାନ, ଖାଦ୍ୟ ଫଙ୍କସନ, ଏମିତି ବିଭିନ୍ନ ପ୍ରକାର ମେରି ମେକିଂରେ ବ୍ୟସ୍ତ ଥିବେ, ବ୍ୟସ୍ତତାର ଜୀବନ କାଟୁଥିବେ। ସେହି ସମୟରେ ହଠାତ୍ ଦିନେ ବିଚାର ସମୟ ଆସିବ। ତ ଆମେ ଲୁକର 17 ପର୍ବ 26-30ରେ ଯେପରି ଲେଖା ଅଛି, ଆଉ ନୋହଙ୍କ ସମୟରେ ଯେ ପ୍ରକାର ଘଟିଥିଲା, ମନୁଷ୍ୟ ପୁତ୍ରଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିବ। ଜାହାଜରେ ନୋହଙ୍କ ପ୍ରବେଶ କରିବା ଦିନ ପର୍ଯ୍ୟନ୍ତ ଲୋକେ ଭୋଜନପାନ ଏବଂ ବିବାହ କରିବା ଓ ବିବାହ ହେବାରେ ପ୍ରବୃତ୍ତ ଥିଲେ। ପୁଣି ଜଳପ୍ଲାବନ ଆସି ସମସ୍ତଙ୍କୁ ବିନାଶ କଲା। ଲୋଟଙ୍କ ସମୟରେ ମଧ୍ୟ ସେହି ପ୍ରକାର ଘଟିଥିଲା। ଲୋକେ ଭୋଜନପାନ, କ୍ରୟ ବିକ୍ରୟ, ବୃକ୍ଷରୋପଣ ଓ ଗୃହ ନିର୍ମାଣ କରିବାରେ ପ୍ରବୃତ୍ତ ଥିଲେ। କିନ୍ତୁ ଲୋଟ ସୋଦମରୁ ବାହାରି ଯିବା ଦିନ ଆକାଶରୁ ଅଗ୍ନି ଓ ଗନ୍ଧକ ବୃଷ୍ଟି ହୋଇ ସମସ୍ତଙ୍କୁ ବିନାଶ କଲା। ମନୁଷ୍ୟ ପୁତ୍ର ପ୍ରକାଶିତ ହେବା ଦିନ ସେହି ପ୍ରକାର ଘଟିବ। ଯେମିତି ଲୋଟଙ୍କ ସମୟରେ ନୁହଙ୍କ ସମୟରେ ଘଟିଥିଲା, ଆଉ ବର୍ତ୍ତମାନ ମଧ୍ୟ ଜଗତରେ ଲୋକମାନେ ସେମିତି ବ୍ୟସ୍ତତାରେ ଅଛନ୍ତି। ଦୁନିଆରେ ଯୋଉ ବିଭିନ୍ନ ପ୍ରକାର ଆକର୍ଷଣ ରହିଛି, ସାଂସାରିକ ସୁଖ, ଭୋଗ ବିଳାସ ଏବଂ ନିଜର ଚିନ୍ତା ଏବଂ ପ୍ରଭୁଙ୍କ ରାଜ୍ୟ ଠାରୁ ଦୂରେଇ ସେମାନେ ଏଇ ଦୁନିଆରେ ବ୍ୟସ୍ତତା ମଧ୍ୟରେ ସେଇ ନୋହ ଓ ଲୋଟଙ୍କ ସମୟ ଭଳି ପରିସ୍ଥିତି ମଧ୍ୟରେ ରହୁଛନ୍ତି। ଆମେ ଲୋକ ପର୍ବର 17-26 ଯେମିତି ଦେଖିଲେ, ସେହିପରି ଭାବେ ଆମେ ଦେଖିବା ପୁରାତନ ନିୟମରେ ଆଦି ପୁସ୍ତକ 19 ପର୍ବ 15-17 ଓ 24-26 ପଦ ମଧ୍ୟକୁ ପଢିଲେ ଏପରି ବିଷୟ ଲେଖା ଅଛି। ଆର ଦିନ ପ୍ରଭାତ ହୁଅନ୍ତେ ଦୂତମାନେ ଲୋଟଙ୍କୁ ଚଞ୍ଚଳ କରାଇ କହିଲେ, ଉଠ, ଆପଣାର ଭାର୍ଯ୍ୟା ଓ ଏହି ଯେଉଁ 2 କନ୍ୟା ଏଠାରେ ଅଛନ୍ତି ସେମାନଙ୍କୁ ଘେନିଯାଅ, ନୋହିଲେ ନଗରର ଦଣ୍ଡରେ ବିନଷ୍ଟ ହେବ। ତଥାପି ସେ ବିଳମ୍ବ କଲା। ତହିଁରେ ତାହା ପ୍ରତି ସଦାପ୍ରଭୁଙ୍କର ଦୟା ହେତୁରୁ ସେମାନେ ତାହାର ଓ ତାହା ଭାର୍ଯ୍ୟାର ଓ 2 କନ୍ୟାଙ୍କର ହସ୍ତ ଧରି ସେମାନଙ୍କୁ ନଗରର ବାହାରେ ରଖିଲେ। ଏହି ରୂପେ ସେମାନଙ୍କୁ ବାହାର କରି ଆଣିଲା ଉତ୍ତାରେ ସେମାନଙ୍କ ମଧ୍ୟରୁ ଜଣେ ଲୋଟଙ୍କୁ କହିଲା, ପ୍ରାଣ ରକ୍ଷା ନିମନ୍ତେ ପଳାଅ, ପଛ ଆଡ଼କୁ ଦୃଷ୍ଟି କର ନାହିଁ ଓ ଏହି ସମସ୍ତ ପ୍ରାନ୍ତର ମଧ୍ୟରେ ହିଁ ରୁହ ନାହିଁ, ପର୍ବତକୁ ପଳାଇ ଯାଅ, ନୋହିଲେ ବିନଷ୍ଟ ହେବ। ତେବେ ସଦାପ୍ରଭୁ ଆକାଶରୁ ସଦାପ୍ରଭୁଙ୍କ ନିକଟରୁ ସୋଦମ ଓ ଗମୋରା ଉପରେ ଗନ୍ଧକ ଓ ଅଗ୍ନି ବୃଷ୍ଟି କରି ସେହି ସମୁଦାୟ ନଗର ଓ ପ୍ରାନ୍ତର ଓ ତନ୍ମଧ୍ୟସ୍ଥ ଲୋକ ଓ ସେହି ଭୂମିରେ ଜାତ ସକଳ ପଦାର୍ଥ ଉତ୍ପାଟନ କଲେ। ସେହି ସମୟରେ ଲୋଟର ଭାର୍ଯ୍ୟା ପଛ ଆଡ଼କୁ ଅନାଇବାରୁ ସେ ଲବଣ ସ୍ତମ୍ଭ ହେଲା। ପ୍ରଭୁ ଏଇ ପଠିତ ବାକ୍ୟ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏଠାରେ ଲେଖା ଅଛି ଯେ ସୋଦମ ଗମୋରା ଯେତେବେଳେ ପାପମୟ ପରିସ୍ଥିତି ମଧ୍ୟରେ ଥିଲେ, ସେ ସମୟରେ ସଦାପ୍ରଭୁ ଚିନ୍ତା କଲେ ସୋଦମ ଗମୋରାକୁ ବିନଷ୍ଟ କରିବା ପାଇଁ। ତେଣୁ ସେଠାରେ ସେ ଲୋଟ ଏବଂ ତାଙ୍କ ପରିବାରକୁ ପ୍ରଭୁ ଦୂତମାନଙ୍କୁ ପଠେଇ ସେମାନଙ୍କୁ ଉଦ୍ଧାର କରିଥିଲେ। ଦୂତମାନେ ଆସି ଲୋଟ ପରିବାରକୁ ସେଠାରୁ ଉଦ୍ଧାର କରି ନେଇଯାଇଥିଲେ। ଦୂତମାନଙ୍କ ମଧ୍ୟରୁ ଜଣେ କହିଲେ ଯେ ତମେ ପାହାଡ଼କୁ ପଳାଇ ଯାଇ ନିଜର ପ୍ରାଣ ରକ୍ଷା କର ଏବଂ ପଛ ଆଡ଼କୁ ଦୃଷ୍ଟି କରିବ ନାହିଁ। ଏ କଥା କହି ନେଇଯାଉଥିଲା ବେଳେ ଲୋଟର ସ୍ତ୍ରୀ କିନ୍ତୁ ପଛକୁ ସେ ଅନାଇଲେ ଏବଂ ସାଙ୍ଗେ ସାଙ୍ଗେ ସେ ପ୍ରଭୁଙ୍କର ଆଦେଶ ନ ମାନିଥିବାରୁ ଏବଂ ନିଜ ଇଚ୍ଛାରେ ସେ ପଛକୁ ସୋଦମ ଗମୋରାକୁ ନଜର କରିଥିବାରୁ ଦୃଷ୍ଟି କରିଥିବାରୁ ସେ ସାଙ୍ଗେ ସାଙ୍ଗେ ଲବଣ ସ୍ତମ୍ଭ ହୋଇଥିଲେ। ଏକଥା ଆମେମାନେ ଜାଣୁ। ତେଣୁ ଯେତେବେଳେ ଲୋଟଙ୍କ ସ୍ତ୍ରୀ ସୋଦମ ଗମୋରାରୁ ବାହାରିଥିଲେ, କିନ୍ତୁ ତାଙ୍କର ମନ ହୃଦୟ ସୋଦମ ଗମୋରାରେ ରହିଯାଇଥିଲା। ଯଦିଓ ସେ ଶରୀର ହିସାବରେ ସେ ବାହାରିଥିଲେ, କିନ୍ତୁ ମନ ହୃଦୟ ସେଠାରେ ରହିଯାଇଥିଲା। ତାଙ୍କର ସେହି ସମୟରେ ସୋଦମ ଗମୋରାରେ ଥିବା ସମ୍ପତ୍ତି, ଧନ ସମ୍ମାନ, ସାଙ୍ଗସାଥୀକି ଛାଡ଼ିକି ଆସୁଛନ୍ତି ବୋଲି ସେ ସେଟାକୁ ମନେ ପକାଉଥିଲେ ଏବଂ ମିସ୍ କରୁଥିଲେ ଏବଂ ସେଇପାଇଁ ତାଙ୍କର ଆକର୍ଷଣ ସେ ସୋଦମ ଗମୋରା ପ୍ରତି ଥିଲା। ତେଣୁ ପ୍ରଭୁଙ୍କର ଆଦେଶରୁ ସେ ନିଜକୁ ଦୂରେଇ ରଖିଥିଲେ। ତେଣୁ ସେ ଲୋଭ କରି ଏବଂ ସେ ଆକାଂକ୍ଷା ଅଭିଳାଷ ରଖି ଜାଗତିକ ସୋଦମ ଗମୋରାର ସେ ନିଜ ଲବଣ ସ୍ତମ୍ଭ ହୋଇଯାଇଥିଲେ। ଯଦିଓ ଲୋଟ ଓ ତାଙ୍କର 2 ଝିଅ ରକ୍ଷା ପାଇଥିଲେ, ସେ କିନ୍ତୁ ନିଜ ଜୀବନକୁ ହରାଇଥିଲେ।
ଏଠାରେ ପ୍ରଭୁ ଯୀଶୁ ଯୋଉ ଲୋଟଙ୍କର ସ୍ତ୍ରୀ ବିଷୟ କହିକି ଆମକୁ ସ୍ମରଣ କରାଉଛନ୍ତି ଏବଂ ବାକ୍ୟ ଦ୍ୱାରା ଚେତାବନୀ ଦଉଛନ୍ତି। କାରଣ ଆମେ ଯୋଉ ଜଗତର ପାପ ପ୍ରତି, ଜଗତର ମୋହ ପ୍ରତି, ମାୟା ପ୍ରତି, ଜଗତର ବ୍ୟସ୍ତତା ପ୍ରତି ଆମେ ଅଧର୍ମ ଅନୀତିରେ ଏବଂ ବିଭିନ୍ନ କୁବିଳାସରେ ନିଜକୁ ବିଭିନ୍ନ ପ୍ରକାର ଯଥା ଠକାମି, ବ୍ୟଭିଚାର ଏବଂ ଅନ୍ୟାନ୍ୟ ମନ୍ଦ କାର୍ଯ୍ୟରେ ଏବଂ ଧନ ଉପାର୍ଜନରେ, ତା ଛଡା ଅନ୍ୟାନ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ଅନ୍ଧକାରର ପଥରେ ଯିବା ପାଇଁ ଆମେ ଏଇ ବ୍ୟସ୍ତତା ମଧ୍ୟରେ ରହିବାର ଆବଶ୍ୟକତା ନାହିଁ। ଏହି ପାପମୟ ଜଗତ ଆମଙ୍କର ଆତ୍ମାକୁ, ଜୀବନକୁ ବିନଷ୍ଟ କରିଦେବ। ତେଣୁ କେମିତି ଆମେ ଏଇ ପାପମୟ ଜଗତ ନିଜକୁ ଉଦ୍ଧାର କରିବା, ପ୍ରଭୁ ଆମକୁ ବାକ୍ୟ ମାଧ୍ୟମରେ ଶିକ୍ଷା ଦେଇଛନ୍ତି। ପ୍ରଭୁ ଯେହେତୁ ଆମକୁ ଉଦ୍ଧାର କରିଛନ୍ତି, ଚାରୋଟି ଜିନିଷ ଆମ ଜୀବନରେ ମଧ୍ୟ ମୁଖ୍ୟତଃ ଦେଖାଯାଏ। ପ୍ରଭୁ ଆମକୁ ଏଇ ଜଗତ ଦୁନିଆରୁ ମନୋନୀତ କରିଛନ୍ତି। ସନ୍ତାନ ହେବାର ଅଧିକାର ଆମକୁ ଦେଇଛନ୍ତି। ଆମକୁ ପରିତ୍ରାଣ ଦେଇଅଛନ୍ତି ଏବଂ ତା ଦ୍ୱାରା ଆମେ ଅନନ୍ତ ଜୀବନ ମଧ୍ୟ ପାଇଅଛୁ। ତେଣୁ ପ୍ରଭୁ ନିଜର ରକ୍ତ ଦ୍ୱାରା ଆମକୁ ଏ ପାପମୟ ଦୁନିଆରୁ ଆମକୁ ଉଦ୍ଧାର କରିକି ଆଣିଛନ୍ତି ଏବଂ ତାଙ୍କର ପଥରେ ଚାଲିବା ପାଇଁ ଆମକୁ ଆଦେଶ ଦେଇଛନ୍ତି। ତେଣୁ ଆମେ ସତର୍କତା ସହିତ ନିଜର ଜୀବନକୁ କାଟିବାକୁ ପଡ଼ିବ। ଆଉ ଆମେମାନେ ମହିମା ଓ ଗୌରବ ପ୍ରଭୁଙ୍କୁ ଦେଇ ଏବଂ ଆମର ପ୍ରଭୁଙ୍କର ବାକ୍ୟକୁ ଆମେ ହୃଦୟରେ ରଖି ତାଙ୍କୁ ଆମର ଜୀବନ ପ୍ରାଥମିକତା ଦେଇ ଆମେ ଆମର ନିଜର ଜୀବନ କାଟିବାକୁ ପଡ଼ିବ। ଆମର ଯୋଉ ପୁରୁଣା ମନ୍ଦ ଅଭ୍ୟାସ ଥିଲା, ଯୋଉ କାର୍ଯ୍ୟବ୍ୟସ୍ତତା ଥିଲା ଏବଂ ସମାଜ ପ୍ରତି ଯୋଉଗୁଡାକ ଆମ ଧାର୍ମିକ ଜୀବନର ନେଗେଟିଭିଟି ଥାଏ, ସେ ନେଗେଟିଭିଟି ଜିନିଷ ଗୁଡ଼ିକ ଅର୍ଥାତ୍ ଧନଲୋଭ, ଘୃଣା ଭାବ, ଅନ୍ୟକୁ ଈର୍ଷା କରିବା, ଅନ୍ୟକୁ ଧୋକା ଦେବା, ଠକାମିରେ ଜୀବନ କାଟିବା, ଏଇସବୁ ଜିନିଷ ଗୁଡ଼ିକଠୁ ଆମେ କେମିତି ଉଦ୍ଧାର ପାଇକି ଆମେ ଜୀବନ ପ୍ରଭୁଙ୍କୁ ଅନୁସରଣ କରି ଆମ ପଥରେ ଚାଲିପାରିବା, ତାହା ଆମକୁ ବାକ୍ୟ ମାଧ୍ୟମରେ ସବୁ ଶିକ୍ଷା ଦେଉଅଛନ୍ତି। କାରଣ ପ୍ରଭୁ ଯୀଶୁ କହିଛନ୍ତି ଯେ ଶିଷ୍ୟମାନଙ୍କୁ ଶିକ୍ଷା ଦେଇ କହିଛନ୍ତି ଯେ ଦ୍ୱିତୀୟ ଆଗମନର ସମୟ ସନ୍ନିକଟ। କାରଣ ଉଭୟ ଏଇ ଯୋଉ ମନ୍ଦ ଲକ୍ଷଣ ଗୁଡ଼ିକ ମଧ୍ୟ ଜଗତର ବର୍ତ୍ତମାନ ଦେଖାଗଲାଣି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆମେ ସେଇ ସୋଦମ ଗମରାର ପରିସ୍ଥିତି ବର୍ତ୍ତମାନ ଆସିଯାଇଛି। ଆମେମାନେ ପ୍ରତିଦିନ ଆମମାନେ ଯେପରି ଯୀଶୁଙ୍କୁ ଆମେ ଆଗମନ ସମୟରେ ନିଜ ପ୍ରସ୍ତୁତ କରିପାରିବା, ଆମମାନେ ସେଥିପାଇଁ ପ୍ରସ୍ତୁତ ରହିବା ଦରକାର। ଆମେ ସଦାସର୍ବଦା ପ୍ରଭୁଙ୍କୁ ପ୍ରାଥମିକତା ଦେବା ଦରକାର। ତାଙ୍କର ଇଚ୍ଛା ଏବଂ ତାଙ୍କର ଯୋଜନାକୁ ସଫଳତା ଯେମିତି ହେବ ତାହା ଆମେ ଚେଷ୍ଟା କରିବା ଦରକାର। ଆମେ ନିଜସ୍ୱ ଇଚ୍ଛା, ନିଜସ୍ୱ ଯୋଜନା କେମିତି ସଫଳ ହେବ ତା ପାଇଁ ଆମେ ବିଶେଷ ଯତ୍ନବାନ ହେବା କଥା ନୁହେଁ। ଆମେ ସଦାପ୍ରଭୁଙ୍କୁ ଆଗରେ ଆମେ ରଖିବା। ଯେମିତି ପବିତ୍ର ଶାସ୍ତ୍ରାଂଶ ଲୁକ 9:23 ପଦରେ ଲେଖା ଅଛି, ଯେତେବେଳେ ଯୀଶୁ ସମସ୍ତଙ୍କୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଚେଷ୍ଟା କରେ ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ। ତେଣୁ ପ୍ରଭୁ ସେ କହିଛନ୍ତି ଯେ ତାଙ୍କୁ ହିଁ ଆମେ ଅନୁସରଣ କରିବା, ଆମେ ତାଙ୍କର କୃଷ ଘେନିବା ଏବଂ ଆମେ ତାଙ୍କୁ ହିଁ ଅନୁସରଣ କରିବା, ନିଜକୁ ଆମେ ନିଜେ ଅସ୍ୱୀକାର କରିବା। ଲୋଟଙ୍କର ସ୍ତ୍ରୀ ଯୋଉ କ୍ୟାରେକ୍ଟର ମୁଁ କହିଛି, ସେ ଜଗତରେ ବଞ୍ଚିବା ପରି ଚାହିଁବା ପାଇଁ ଚାହୁଁଥିଲା ଭଳି ଗୋଟିଏ ବିଶ୍ୱାସୀ ଥିଲେ। ସେ ଶାରୀରିକ ଭାବେ ସଦମରୁ ବାହାରି ଯାଇଥିଲେ, କିନ୍ତୁ ସେ ତାଙ୍କର ମନ ଏବଂ ହୃଦୟ କୋଉଠି ନା କୋଉଠି ନିଶ୍ଚିତ ଭାବରେ ସେ ସଦମ ସହିତ ସମ୍ପର୍କ ଯୋଡ଼ିବା ପାଇଁ ସେ ଚେଷ୍ଟା କରୁଥିଲେ। ସେ କମ୍ଫର୍ଟ ଲାଇଫ ଏବଂ ଗୋଟେ ଭୋଗ ବିଳାସ ଜୀବନ କାଟିବା ପାଇଁ ସେ ଚାହୁଁଥିଲେ। ତେଣୁ ସେ ଧାର୍ମିକତାର ପଥରୁ ସେ ବିମୁଖ ହୋଇ ସେ ମନ୍ଦ ଜଗତ ପ୍ରତି ଆକୃଷ୍ଟ ହୋଇଥିଲେ। ତେଣୁ ସେ ଈଶ୍ୱରଙ୍କର ଆଦେଶ ଏବଂ ପାଳନ କରି ଈଶ୍ୱରଙ୍କ ରାଜ୍ୟ ଅପେକ୍ଷାକୁ ଜଗତକୁ ସେ ସଦମ ଗମରାରେ ଥିବା ନିଜର ପରିସ୍ଥିତିକୁ ସେ ବେଶୀ ଇମ୍ପୋର୍ଟାନ୍ସ ଦେଇଥିଲେ। ତେଣୁ ସେ ଅଧିକା ନିଜର ଇଚ୍ଛା ଅଭିଳାଷକୁ ପ୍ରାୟୋରିଟି ଦେଇଥିଲେ, ଯାହାଫଳରେ ସେ ନିଜେ ବିନଷ୍ଟ ହୋଇଥିଲେ। ତେଣୁ ଆମେମାନେ ଏଇ ଯୋଉ ଈଶ୍ୱରଙ୍କ ରାଜ୍ୟକୁ ଆମେ ମୋର ପ୍ରାୟୋରିଟି ଦେବା। ଆମେ ଏଇ ଜଗତର ଷ୍ଟାଟସ ପାଇଁ ଆମେ ଲାଳିତ ହେବା ନାହିଁ। ମାଥ୍ୟୁ 6:24 ଲେଖା ଅଛି ଯେ କୌଣସି ଲୋକ ଦୁଇଟି ପ୍ରଭୁଙ୍କର ଦାସ ହୋଇପାରିବ ନାହିଁ, କାରଣ ଜଣେ ଜଗତକୁ ଘୃଣା କରିବ ଏବଂ ଅନ୍ୟ ଜଣେ ଜଗତକୁ ପ୍ରେମ କରିବ। ଅର୍ଥାତ୍ ଜଣଙ୍କ ପ୍ରତି ଅନୁରକ୍ତ ହେବ, ଅନ୍ୟ ଜଣକୁ ଅବଜ୍ଞା କରିବ। ତେଣୁ ତୁମେମାନେ ଈଶ୍ୱର ଏବଂ ଧନ ଉଭୟ ଦାସ ହୋଇପାରିବ ନାହିଁ ବୋଲିକିରି ବାକ୍ୟରେ ଲେଖା ଅଛି। ତେଣୁ ଆମେମାନେ ଜଗତ ପ୍ରତି ବିଶେଷ ଆକର୍ଷିତ ନ ହୋଇ ଆମେ ସେଠାରୁ ପୃଥକୀକୃତ ଜୀବନ କାଟିବା। ପ୍ରଭୁଙ୍କର ଆଦେଶ ଏବଂ ବାକ୍ୟ ପାଳନ କରି ତାଙ୍କର ପଦରେ ହିଁ, ତାଙ୍କର ପଥରେ ହିଁ ଆମେ ଅନୁସରଣ କରିବା, ଯାହା ଫଳରେ କି ଆମେ ଲକ୍ଷ୍ୟସ୍ଥଳରେ
ପହଞ୍ଚି ପାରିବା, ଅନନ୍ତ ଜୀବନ ନିମନ୍ତେ ପ୍ରସ୍ତୁତ କରିପାରିବା। ଆମେ ସେଇ ଲକ୍ଷ୍ୟସ୍ଥଳ ପାଇଁ ଆମେ ଦୌଡ଼ିବା, ଧାବମାନ ହେବା। ଆମମାନଙ୍କର ଜୀବନକୁ ପବିତ୍ରୀକୃତ କରି ପୃଥକୀକୃତ କରି ପ୍ରଭୁ ପଥରେ ଆମେ ଅନୁସରଣ କରିବା। ଯେପରି ଗୋଟିଏ ମାଛ ପାଣି ମଧ୍ୟରେ ରହିଲେ ମଧ୍ୟ ସେ ପାଣି ମଧ୍ୟରେ ରହିଥାଏ ସତ, କିନ୍ତୁ ପାଣି ତାର ହୃଦୟ ମଧ୍ୟ ପ୍ରବେଶ କରିନଥାଏ। ସେହିପରି ଆମେ ଏଇ ଯୋଉ ଅଶାନ୍ତ ଜଗତ, ଅନୀତି ଏବଂ ଯୋଉ ପାପମୟ ଜଗତରେ ରହିଲେ ରହୁଅଛୁ, ତେଣୁ ପାପମୟ ଜଗତରେ ରହିଲେ ମଧ୍ୟ କୌଣସି ପାପ, ଅଧର୍ମ, ଅନୀତି ଯେମିତି ଆମ ହୃଦୟ ମଧ୍ୟକୁ ଆସି ନ ପାରିବ, ସେଥିପାଇଁ ଆମେ ସଦାସର୍ବଦା ପ୍ରାର୍ଥନାଶୀଳ ଜୀବନ କାଟିବା ଦରକାର। ଆଉ ଆମେ ପ୍ରଭୁଙ୍କ ଆଡ଼କୁ, ଆମେ ଅନନ୍ତ ଜୀବନ ଆଡ଼କୁ ଆମେ ଧାବମାନ ହେବା, ଆମର ଲକ୍ଷ୍ୟ ରହିବା ଦରକାର। ଆମେ ପୁରୁଣା ପାପମୟ ଜୀବନରୁ ପ୍ରଭୁ ଆମକୁ ଯେହେତୁ ରକ୍ଷା କରି ପରିତ୍ରାଣ ଦେଇଅଛନ୍ତି, ତେଣୁ ଆମେ ଆମର ମନ୍ଦ ସାଙ୍ଗସାଥି, ପୁରୁଣା ଜୀବନ, ମନ୍ଦ ସ୍ୱଭାବ ଏବଂ ଆମେ ଯୋଉ ନିଜର ଜଗତରେ ଆମେ ନିଜର ଜୀବନକୁ ଅଭିଳାଷ ରଖିକି ତାହା କିନ୍ତୁ ପୂର୍ଣ୍ଣ ହବ, ତାହା ଯେମିତି ଇମ୍ପୋର୍ଟାନ୍ସ ଆମେ ଦେଇ ଆସୁଥିଲୁ, ତାକୁ ସମ୍ପୂର୍ଣ୍ଣ ଆମେ ଭୁଲି ଯାଇ ଆମେ ଆଗକୁ ବଢିବା। ଆମେ ପଛକୁ ଆମେ ଚାହିଁବା ନାହିଁ, ଆମେ ପଛକୁ ଆମେ ଫେରିବା ନାହିଁ। ଯଦି ଆମର ନିଜର ଇଚ୍ଛାକୁ ଆମେ ପ୍ରାଥମିକତା ଦେବା, ତାହେଲେ ଆମେ ଅସଲ ଯୋଉ ଜୀବନ, ଅନନ୍ତ ଜୀବନ ପାଇଁ ଅଛି, ତାହାକୁ ଆମେ ହରାଇବା। ଯୀଶୁଙ୍କ ପାଇଁ ଆମେ ନିଜର ଜୀବନ, ସ୍ୱପ୍ନ, ସମ୍ପତ୍ତିକୁ ଆମେ ଛାଡିବାକୁ ଚେଷ୍ଟା କରିବା, କାହିଁକିନା ତାହା ଦ୍ୱାରା ହିଁ ଆମେ ଅନନ୍ତ ଜୀବନ ପାଇପାରିବା। ଯେମିତି ଏଇ ବିଷୟ ଆମେ ପାଉଲଙ୍କ ଜୀବନରେ ମଧ୍ୟ ଆମେ ଶିକ୍ଷା କରିଛୁ। ପାଉଲ କିପରି ସବୁ କିଛି ନିଜର ପଦପଦବୀ, ଧନ ସମ୍ପତ୍ତି ଏବଂ ନିଜର କମ୍ଫର୍ଟ ଲାଇଫ ମଧ୍ୟ ଯୀଶୁଙ୍କୁ ପାଇଲା ପରେ ସେ ପଛରେ ଛାଡ଼ି ଦେଇଥିଲେ ଏବଂ ଯୀଶୁଙ୍କ ପଛରେ ଆଗେଇଲେ ଏବଂ ସେ ତାଡ଼ନା ସହିଲେ ମଧ୍ୟ ପ୍ରଭୁଙ୍କର ବାକ୍ୟକୁ ସେ ସମସ୍ତଙ୍କ ପାଇଁ ସୁସମାଚାରରେ ନିଜକୁ ନିୟୋଜିତ କରିଥିଲେ। এই ବିଷୟ ଆମେ ସମସ୍ତେ ଜାଣିଛୁ। ଏବ୍ରି ତା 10 ପର୍ବ 38 ପଦରେ ଯେପରି ଲେଖା ଅଛି, ଯଦି କେହି ପଶ୍ଚାତପଦ ହୁଏ, ତାହେଲେ ଆମର ଆତ୍ମା ତାହାଠାରେ ସନ୍ତୁଷ୍ଟ ନୁହେଁ। ତେଣୁ ଆମେମାନେ ପ୍ରଭୁଙ୍କୁ ଲକ୍ଷ୍ୟ ରଖି ଆମ ଲକ୍ଷ୍ୟସ୍ଥଳକୁ, ପ୍ରଭୁଙ୍କ ପାଖକୁ ଯାଇ ପହଞ୍ଚିବାର ଅଛି। ଲୁକ 12 ପର୍ବ 1 ପଦରେ ମଧ୍ୟ ଲେଖା ଅଛି, ଏଡ଼େ ବୃହତ୍ ମେଘ ତୁଲ୍ୟ ସାକ୍ଷୀ ମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ, ଆମେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟର ସହ ଆମମାନଙ୍କର ଗନ୍ତବ୍ୟରେ ଧାବମାନ ହଉ। ସରି, ଏଟା ଲୁକ 12 ପର୍ବ 1 ପଦ ନୁହଁ, ଏଟା ଏବ୍ରି 12 ପର୍ବ 1 ପଦ। ଆଉ ମଧ୍ୟ ଏବ୍ରିର 11 ପର୍ବର 24-26 ମଧ୍ୟ ଆମେ ଦେଖିବାକୁ ପାଇଛୁ ଯେ ଯେପରି ଲେଖା ଅଛି, ମୂଷା ମଧ୍ୟ ତାଙ୍କ ଜୀବନରେ କମ୍ଫର୍ଟ ଲାଇଫକୁ ଛାଡ଼ିଥିଲେ। ଯଦିଓ ସେ ରାଜ ପରିବାରରେ ସେ ବଢିଥିଲେ, କିନ୍ତୁ ସେ ଧନ ସମ୍ପତ୍ତି ଏବଂ ରାଜ ପରିବାରର ସୁଖ ସ୍ୱାଚ୍ଛନ୍ଦ୍ୟକୁ ସେ ପ୍ରାଧାନ୍ୟ ନ ଦେଇ ସେ ଈଶ୍ୱରଙ୍କର ଆଦେଶକୁ ମାନିଥିଲେ, ଈଶ୍ୱରଙ୍କ ବାକ୍ୟ ପାଳନ କରିଥିଲେ ଏବଂ ପ୍ରଭୁଭୟ ଜୀବନ କାଟିଥିଲେ। ତେଣୁ ଈଶ୍ୱରଙ୍କ ସେ ଆଶୀର୍ବାଦ ପାଇଥିଲେ। ତେଣୁ ଆଜି ପ୍ରଭୁ ଆମମାନଙ୍କୁ ଏଇ ବାକ୍ୟ ଦ୍ୱାରା ସତର୍କ କରାଉଛନ୍ତି ଯେ ଲୋଟଙ୍କ ସ୍ତ୍ରୀ ଭଳି ଆମେ ଅତୀତ ଦୁନିଆକୁ ଆମେ ଫେରିବା ନାହିଁ, ଆମ ପଛ ଦୁନିଆକୁ ମଧ୍ୟ ଫେରିବା ନାହିଁ। ବର୍ତ୍ତମାନ ମଧ୍ୟ ଆମର ସମୟ ଅଛି, ଆମ ଅନୁଗ୍ରହ ସମୟ ବର୍ତ୍ତମାନ ମଧ୍ୟ ପ୍ରଭୁ ଆମକୁ ଛାଡ଼ିଛନ୍ତି। କାରଣ କୌଣସି ସମୟରେ ଦ୍ୱିତୀୟ ଆଗମନ ହବ, ପ୍ରଭୁଙ୍କର ଉପସ୍ଥିତି ରହିବ। ସେଥି ନିମନ୍ତେ ଆମେ ଏଇ ଯୋଉ ବର୍ତ୍ତମାନ ପରିସ୍ଥିତିରେ ଯୋଉ ସମାଜ ମଧ୍ୟରେ ଯୋଉ ଚାଲିଛି, ଯୋଉ ଲୋଭ, ନିଜର ସ୍ୱାର୍ଥ, ପରନିନ୍ଦା, ପରକୁ ଭଲ ନ ପାଇବା, ଅନ୍ୟକୁ ପ୍ରେମ ନ କରିବା, ଏଇ ଗୁଣ ଗୁଡ଼ିକ ନିଜକୁ ବିଶେଷ କରି ଆମେ ପାପମୟ ପ୍ରଭୁ ଯୋଉ ଗୁଣ ଗୁଡ଼ିକ ଅଛି, ଯଦି ବ୍ୟଭିଚାର ପାପ, କୁଚିନ୍ତା, ଅନ୍ୟକୁ ହଇରାଣ କରିବା, ଅନ୍ୟକୁ ପ୍ରତିଶୋଧ ନେବା, ଏଇ ଗୁଡ଼ିକୁ ଆମେ ରଖିବା କଥା ନୁହେଁ। ଏଠାରୁ ଆମର ନିଜ ଜୀବନକୁ ଆମେ ଦୂରରେ ରଖିବା। ବିଶେଷ କରି ଏଇ ମନ୍ଦ ଜଗତ ପ୍ରତି ଆମେ ଆକୃଷ୍ଟ ହେବା ନାହିଁ। ତେଣୁ ଏଇ ପଦ ଗୁଡ଼ିକରେ ଆମକୁ ପ୍ରଭୁ ଦୁଇଟି ଚେତାବନୀ ଆମକୁ ଦେଇଛନ୍ତି। ଗୋଟିଏ ହେଲା ଯେ ଅତୀତକୁ ଆମେ ଚାହିଁ ରହିବା ନାହିଁ, ଅତୀତକୁ ଆମେ ଭୁଲି ଯିବାକୁ ପଡ଼ିବ, ପୁରୁଣା ପାପମୟ ଜୀବନକୁ ମଧ୍ୟ ଆମେ ଛାଡ଼ିଦେବାକୁ ପଡ଼ିବ ଏବଂ ଅବାଧ୍ୟ ଆମେ ହେବା ନାହିଁ। ପ୍ରଭୁଙ୍କର ବାକ୍ୟକୁ ଆମେ ଯଦି ନ ମାନିବା ଏବଂ ଅବାଧ୍ୟ ହେବା, ତାହେଲେ ଆମର ମଧ୍ୟ ଜୀବନ ସେଇଭଳି ଲୋଟଙ୍କ ସ୍ତ୍ରୀ ଭଳି ବିନଷ୍ଟ ହେବ। ଆଉ ଆମେମାନେ ପ୍ରଭୁଙ୍କ ବାକ୍ୟ କୌଣସି ସମୟରେ ଅବହେଳା କରିବା କଥା ନୁହେଁ। ତାଙ୍କର ଦେଇଥିବା ଆଜ୍ଞା ଗୁଡ଼ିକ ମଧ୍ୟ ଆମେ ପାଳନ କରିବା ଏବଂ ତାଙ୍କର ବାଧ୍ୟ ହେବା। ଖ୍ରୀଷ୍ଟୀୟ ବିଶ୍ୱାସୀର ଜୀବନ ଦୁଇଟି ଡଙ୍ଗାରେ ଗୋଡ଼ ଦେଲା ଭଳି ହେବା କଥା ନୁହେଁ। ଆମେ ଯେହେତୁ ପ୍ରଭୁ ଯୀଶୁଙ୍କୁ ଆମେ ନିଜର ତ୍ରାଣକର୍ତ୍ତା, ପରିତ୍ରାଣକର୍ତ୍ତା ବୋଲି ଆମେ ନିଜେ ଭାବିଛୁ, ଯେହେତୁ ସେ ଆମକୁ
ପାପମୟ ଅନ୍ଧକାର ଦୁନିଆରୁ ଆମକୁ ହାତ ଧରି କଢ଼େଇ ଆଣିଛନ୍ତି। ଆମକୁ ତାଙ୍କର ଆଲୋକ ପଥରେ ଯିବା ପାଇଁ ବିଭିନ୍ନ ପ୍ରକାର ବାକ୍ୟ ମାଧ୍ୟମ ଦ୍ୱାରା, ବିଭିନ୍ନ ପ୍ରକାର ଉପଦେଶ ମାଧ୍ୟମ ଦ୍ୱାରା ଆମକୁ ଜୀବନକୁ ସେ ପରିଚାଳନା କରୁଛନ୍ତି। ତେଣୁ ଆମେ କେବେ ହେଲେ ଜୀବନକୁ ଆମେ ଆଉ ନଷ୍ଟ କରିବାକୁ ଦେବା ନାହିଁ। ଆମେ ହୃଦୟ ମଧ୍ୟରେ ତାଙ୍କୁ ହିଁ ଆମେ ରକ୍ଷା କରିବା, ତାଙ୍କୁ ସ୍ଥାନ ଦେବା। ବିଶେଷ କରି ସେ ଆମକୁ ଆମ ପଥ ପ୍ରଦର୍ଶକ। ତେଣୁ ଆମେ ସେ ଯେହେତୁ ସତ୍ୟ ପଥ ଜୀବନ, ଆମେ ତାଙ୍କର ପଥରେ ଆମେ ଆଗକୁ ଆଗକୁ ବଢ଼ିବା। ତେଣୁ ତାଙ୍କର ବାକ୍ୟକୁ ଏବଂ ତାଙ୍କର ଆଦେଶ ଗୁଡ଼ିକୁ ଆମେ ଧାର୍ମିକତାର ସହିତ ପାଳନ କରିବା ଏବଂ ଭାଇମାନେ ଆମେମାନେ ବାଧ୍ୟ ହେବା, ପ୍ରଭୁଙ୍କର ବାଧ୍ୟ ହେବା। ବାଧ୍ୟ ହେଇ ଆମେ ଯୀଶୁଙ୍କୁ ଲକ୍ଷ୍ୟ କରି ଆଗକୁ ଆଗକୁ ଧାବମାନ ହେବା। ଯେହେତୁ ଆମେ ଉଦ୍ଧାର ପାଇଛୁ, ଆମର ଜୀବନ ସତ୍ୟ ପଥରେ ଚାଲୁଛି, ତେଣୁ ଆମେମାନେ ମଧ୍ୟ ପ୍ରତିବାସୀକୁ ବାକ୍ୟରେ କୁହାଯାଏ ଯେ ପ୍ରତିବାସୀଙ୍କୁ ପ୍ରେମ କର। ଅର୍ଥାତ୍ ପ୍ରତିବାସୀମାନଙ୍କୁ ମଧ୍ୟ ଆମେ ସୁସମାଚାର ଦେବା। ଆମେ ଯେମିତି ପ୍ରଭୁଙ୍କୁ ପାଇକି ଆମେ ଉଦ୍ଧାର ପାଇଛୁ, ନିଜ ଜୀବନ ପାଇଛୁ, ସେମାନେ ମଧ୍ୟ ଯେମିତି ପାପରେ ବିନିଷ୍ଟ ନ ହୋଇ ଅନ୍ଧକାର ଜଗତରେ ହଜି ନ ଯାଇ ସେମାନେ ମଧ୍ୟ କେମିତି ତାଙ୍କର ଜୀବନ କେମିତି ବହୁମୂଲ୍ୟ ଜୀବନ ରକ୍ଷା ପାଇପାରିବେ, ସେମାନେ ମଧ୍ୟ କେମିତି ପ୍ରଭୁଙ୍କୁ ବାକ୍ୟ ଅନୁଯାୟୀ ଜୀବନ କାଟିପାରିବେ ଓ ମଧ୍ୟ ତାଙ୍କମାନଙ୍କୁ ମଧ୍ୟ ଆମେ ଉତ୍ସାହ ଦେବା, ତାଙ୍କମାନଙ୍କୁ ମଧ୍ୟ ଆମେ ସୁସମାଚାର ଦେବା। ଏହାର ମଧ୍ୟ ଆମର କର୍ତ୍ତବ୍ୟ ରହିଛି। କାରଣ କେବଳ ଯେ ଆମେ ନିଜେ ନିଜର ସ୍ୱାର୍ଥ ନ ରଖି ନିଜେ କେବଳ ପ୍ରଭୁଙ୍କୁ ପାଇଲା ପରେ ନିଜର ବାକ୍ୟ ପ୍ରଭୁଙ୍କ ବାକ୍ୟ ରଖି ହୃଦୟ ମଧ୍ୟରେ ରଖି ନିଜେ ଆମେ ଯେମିତି ଅନନ୍ତ ଜୀବନ ପାଇବା, ତା ଛଡ଼ା ନିଜର ପରିବାର ମଧ୍ୟ ଅନେକ ସମସ୍ତ ସଦସ୍ୟମାନେ ବସି ବା ସହଭାଗିତା ରହିବା ଏବଂ ସହଭାଗିତା ରହି ଆମେମାନେ ମଧ୍ୟ ନିଜ ଜୀବନକୁ ସୁଧାରି ଆମେମାନେ ସମସ୍ତେ ପାରିବାରିକ ହିସାବରେ, ସମାଜ ହିସାବରେ, ମଣ୍ଡଳୀ ହିସାବରେ ଅନ୍ୟମାନଙ୍କ ମଧ୍ୟରେ ମଧ୍ୟ ଏଇ ବିଷୟକୁ ନେଇ ଆମେ ଉପସ୍ଥାପନ କରିବା, ଯାହାକି ପ୍ରଭୁଙ୍କର ଯୋଜନା, ପ୍ରଭୁଙ୍କର ଇଚ୍ଛା, ପ୍ରଭୁଙ୍କର ପଥ ଚାଲିବା ପାଇଁ ଯେଉଁ ଆଦେଶ ଅଛି, ସେଗୁଡ଼ିକ ଆମେ କେମିତି ଠିକ୍ ଭାବରେ ପାଳନ କରିପାରିବା ଏବଂ ଏଇ ସୁସମାଚାର ଦେଇ ଆମେ ସମସ୍ତଙ୍କର ଜୀବନକୁ ଆମେ ଧାର୍ମିକତା ପଥରେ ଆମେ କଢ଼େଇ ନେବାର କର୍ତ୍ତବ୍ୟ ଆମର ରହିଛି ବୋଲି ପ୍ରଭୁ ବିଭିନ୍ନ ବାକ୍ୟ ମାଧ୍ୟମରେ ଆମକୁ ଉପଦେଶ ଦେଇଛନ୍ତି, ଶିକ୍ଷା ଦେଇ ଆସିଛନ୍ତି। ତେଣୁ ଅନ୍ୟମାନଙ୍କୁ ମଧ୍ୟ ଆମେ ଆଲୋକ ହୋଇ, ବାକ୍ୟରେ ଲେଖାଯାଏ ଯେ ତୁମେ ହେଉଛ ଜଗତର ଆଲୋକ, ପ୍ରଭୁ କହିଛନ୍ତି। ଯଦିଓ ଆମେ ଆଲୋକ, ଆମେମାନେ ଅନ୍ୟ ଦେଖୁଛନ୍ତି ଯେ ଅନ୍ୟମାନଙ୍କର ଜୀବନ ଆଜି ବିନଷ୍ଟ ହେବାକୁ ଯାଉଛି। ଆଜି ସୋଦମ ଗମୋରାର ଅବସ୍ଥା ବର୍ତ୍ତମାନ ପହଞ୍ଚିଲାଣି। ବର୍ତ୍ତମାନ ସମୟରେ ହିଂସା, ଅପରାଧ, ଅନ୍ୟାୟ, ଅତ୍ୟାଚାର ଏମିତି ଅନେକ ମାନେ କୁକାର୍ଯ୍ୟ ସବୁ, ଅନେକ ମନ୍ଦ ଜଗତର ଅଭିଳାଷ ସବୁ ପୂର୍ଣ୍ଣ ହୋଇଯାଉଛି। ବହୁତ ଲୋକ ବହୁତ ପ୍ରକାର ନିଜର ସ୍ୱାର୍ଥ ସାଧନ ଲାଗି ପଡ଼ିଛନ୍ତି। ତାଙ୍କ ନିଜ ଜୀବନ ବିନଷ୍ଟ ହେବାକୁ ଯାଉଛି ଆମେ ଦେଖୁଛୁ। ତେଣୁ ବର୍ତ୍ତମାନ ଏଇ ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରଭୁଙ୍କର ବାକ୍ୟକୁ ସେମାନଙ୍କ ସାମ୍ନାରେ ଆମେ ଦେବାର ଅଛି, ଯାହାଫଳରେ ବି ସେମାନଙ୍କର ମନ ପରିବର୍ତ୍ତନ କରିପାରିବେ। ଯେମିତି ଅତୀତକୁ ସେମାନେ ଚାହିଁବେ ନାହିଁ, ପୁରୁଣା ପାପମୟ ଜୀବନକୁ ସେମାନେ ଫେରିବେ ନାହିଁ ଏବଂ ସେମାନେ ମଧ୍ୟ ଯେମିତି ଜୀବନ ପ୍ରଭୁ ପାଇ ପରିତ୍ରାଣ ପାଇ ଆମେ ଲକ୍ଷ୍ୟସ୍ଥଳକୁ ଆମେ ଦୌଡୁଛୁ, ଧାବମାନ ହଉଛୁ, ସେମାନେ ମଧ୍ୟ ସେଇ ସମାନ ରାସ୍ତାରେ, ସେଇ ପ୍ରଭୁଙ୍କ ଧାର୍ମିକତା ରାସ୍ତାରେ ସେମାନେ ମଧ୍ୟ ଲକ୍ଷ୍ୟସ୍ଥଳ ସେମାନେ ମଧ୍ୟ ଦୌଡ଼ିବେ। କାରଣ ଆମର ହୁଏତ ଏଇ ପ୍ରଭୁଙ୍କର ସୁସମାଚାର ପାଇଁ ହୁଏତ ସେମାନଙ୍କର ଜୀବନ ମଧ୍ୟ ବହୁମୂଲ୍ୟ ଜୀବନ ମଧ୍ୟ ତାକୁ ଆମେ ବଞ୍ଚେଇ ପାରିବା। ସେମାନେ ବିନିଷ୍ଟ ହେବାକୁ ଦେବା ନାହିଁ। କାରଣ ପ୍ରଭୁ ସମସ୍ତ ଜଗତ ପ୍ରଭୁଙ୍କର ସୃଷ୍ଟି ଅଟେ। ପ୍ରଭୁ କେବଳ ଯେ ଆମମାନଙ୍କୁ ସୃଷ୍ଟି କରିଛନ୍ତି ତାହା ନୁହଁ, ସମସ୍ତ ଦୁନିଆର ସମସ୍ତ ଲୋକ ଯେଉଁମାନେ ଆଜି ବିଜାତି ଅଛନ୍ତି, ଯେଉଁମାନେ ପ୍ରଭୁଙ୍କ ବିଷୟରେ କିଛି ଜାଣିନାହାନ୍ତି, ସେମାନଙ୍କୁ ମଧ୍ୟ ସାଉଁଟିବାରେ ଲାଗିଛନ୍ତି। କାରଣ ଏଇ ଯେଉଁ ବାକ୍ୟ ସୁସମାଚାର ଦିଆଯାଉଛି, ଏହା ପ୍ରଭୁଙ୍କର ବାକ୍ୟ। ତେଣୁ ଏହା ଦ୍ୱାରା ଅନ୍ୟମାନେ ମଧ୍ୟ ବିନଷ୍ଟ ନ ହୋଇ ଯେମିତି ଧାର୍ମିକତାର ଜୀବନ ରାସ୍ତା ଯାଇପାରିବେ, ଅନନ୍ତ ଜୀବନ ପାଇପାରିବେ, ଏହା ଆମମାନଙ୍କର କର୍ତ୍ତବ୍ୟ ହେବାର ଅଛି। ତେଣୁ ଆମେ ସଦାସର୍ବଦା ଆମ ପରିବାର ପାଇଁ, ସମାଜ ପାଇଁ, ପ୍ରତିବାସୀମାନଙ୍କ ପାଇଁ ଆମେମାନେ ସଦା ପ୍ରଭୁ ପାଖରେ ପ୍ରାର୍ଥନାଶୀଳ ଜୀବନ ଆମେ କାଟିବା ଏବଂ କୌଣସି ପ୍ରକାର ଅବାଧ୍ୟତା ଆମେ ହେବାନି। ପ୍ରଭୁଙ୍କର ଯେଉଁ ବାକ୍ୟ ଗୁଡ଼ିକ ଦେଇଛନ୍ତି, ଯେଉଁ ଆଦେଶ ଗୁଡ଼ିକ ଦେଇଛନ୍ତି, ତାହା ଠିକ୍ ଭାବରେ ପାଳନ କରିବା। ଆମେ କୌଣସି ସମୟରେ ମଧ୍ୟ ଆମେ ଆଉ ପଛକୁ ଅନେଇବା ନାହିଁ। କାରଣ ଆମକୁ ଅଲରେଡି ପ୍ରଭୁ ଆମକୁ ଆଦେଶ ଦେଇଛନ୍ତି, ତାଙ୍କ ପାଖକୁ ଲକ୍ଷ୍ୟସ୍ଥଳକୁ ଯିବା ପାଇଁ, ଧାବମାନ ହେବା ପାଇଁ ଆମର ସମୟ ଆସି ପହଞ୍ଚିଛି। ତେଣୁ ଆମେ ଆଗକୁ ସମସ୍ତେ ଧାବମାନ ହେବା, ପଛକୁ ଅନେଇବା ନାହିଁ। ନିଜର ଏଇ ବହୁମୂଲ୍ୟ ସମୟକୁ ଆମେ ଅବହେଳାର ସହିତ ନେବା ନାହିଁ। ନିଜ ସ୍ୱାର୍ଥ ପାଇଁ ଆମେ ଅବହେଳା ଆଉ କରିବା ନାହିଁ, ଅବହେଳାର ସହିତ ଜୀବନ ଆମେ କାଟିବା ନାହିଁ। ଏକମାତ୍ର ଲକ୍ଷ୍ୟ ଆମ ହେବ ପ୍ରଭୁ ଯୀଶୁଙ୍କୁ ପାଇବା ଏବଂ ଅନନ୍ତ ଜୀବନ ଆମେ ପାଇବା। ଏହା ଆମର ବର୍ତ୍ତମାନ ଏକମାତ୍ର ଲକ୍ଷ୍ୟ ହେବା ଦରକାର। ଖ୍ରୀଷ୍ଟୀୟ ବିଶ୍ୱାସୀର ଜୀବନ ହେଉଛି ପ୍ରଭୁ ଯୀଶୁଙ୍କୁ ହିଁ ସେମାନଙ୍କ ଜୀବନରେ, ଆମମାନଙ୍କ ଜୀବନରେ ଆମେ ତାଙ୍କୁ ହିଁ ମୁଖ୍ୟ ପଏଣ୍ଟ ରଖିବା, ମୁଖ୍ୟ ଲକ୍ଷ୍ୟସ୍ଥଳ ବୋଲିକି ଆମର ଡେଷ୍ଟିନେସନ ଆମର ପ୍ରଭୁଙ୍କୁ ପାଇବା, ରାଜ୍ୟକୁ ଆମେ ପହଞ୍ଚିବା।
ଆମେମାନେ ଉଦ୍ଧାର ପାଇଛୁ। ପୁନର୍ବାର ଆମେ ଏଇ ଉଦ୍ଧାରର କଥା ଅନ୍ୟମାନଙ୍କ ଆଗରେ ନେଇ କହିବା। ଅନ୍ୟମାନଙ୍କ ପାଖରେ ଯାଇକି ପ୍ରଚାର କରିବା। ପ୍ରଭୁଙ୍କ ଶିଷ୍ୟ ରୂପେ ଆମେ ଗୋଟେ ଜାଗାରେ ସୀମିତ ନ ରହି, ଗୋଟେ ସ୍ଥାନରେ ସୀମିତ ନ ରହି ମଧ୍ୟ ଅନ୍ୟାନ୍ୟ ସ୍ଥାନମାନଙ୍କୁ ଯାଇ ବିଭିନ୍ନ ଭାଇ ଭଉଣୀମାନଙ୍କୁ ବିଶେଷ କରି ବିଜେଡି ଭାଇ ଭଉଣୀମାନଙ୍କୁ ମନ ଫେରାଇବା ଏବଂ ଅନ୍ଧକାର ଜଗତରେ ନିଜେ ହଜି ନ ଯିବା, ସୋଦମ ଗମୋରାର ପରିସ୍ଥିତି ସମୟକୁ ଜଣେଇବା ଏବଂ ତାଙ୍କୁ ଉଦ୍ଧାର କରିବା ପାଇଁ ଆମେ ପଥ ପ୍ରସ୍ତୁତ କରି ପ୍ରଭୁଙ୍କ ପାଖରେ ଯିବା ପାଇଁ ପଥ ପ୍ରସ୍ତୁତ କରିବା ପାଇଁ ଆମେ ଆଲୋକ ଦେଖେଇ ପାରିବା। ନହେଲେ ଆମେ ପାପ ଜଗତକୁ ଫେରିଲେ ଆମର ଜୀବନ ନଷ୍ଟ ହେବ। ଆମେ ନରକକୁ ଆମେ ଚାଲିଯିବା। ଆମର ଜୀବନ ନେଗେଟିଭରେ ଚାଲିଯିବ। ଆଉ ଆଗକୁ ଆଗକୁ ଯାଇ ଅନନ୍ତ ଜୀବନ ଆମେ ପାଇପାରିବା ନାହିଁ। ପ୍ରଭୁ ଏହି ବାକ୍ୟ ଦ୍ୱାରା ଆମମାନଙ୍କୁ ସାହାଯ୍ୟ କରନ୍ତୁ, ଯେପରି ଆମେ ପବିତ୍ର ବାକ୍ୟ ଅନୁସାରେ ଅନେକ ସମୟରେ ଯେତେବେଳେ ପ୍ରଭୁ ଆମ ସମୟ ଦେଇଛନ୍ତି, ସୁସ୍ଥତାରେ ରଖିଛନ୍ତି, ଆମେ ପ୍ରଭୁ ଭୟ ଜୀବନ କାଟିବା। ପ୍ରଭୁଙ୍କୁ ପ୍ରଭୁଙ୍କ ଇଚ୍ଛାକୁ ଆମେ ସାଧନ କରିବା। ସବୁବେଳେ ସଜାଗ ରହିବା। କାରଣ ସ୍ୱର୍ଗ ରାଜ୍ୟ ନିମନ୍ତେ ଆମକୁ ନିଜ ନିଜକୁ ଆମକୁ ପ୍ରସ୍ତୁତ କରିବାକୁ ପଡ଼ିବ। କାରଣ କୌଣସି ନା କୌଣସି ସମୟରେ ହଠାତ୍ ପ୍ରଭୁଙ୍କର ଉପସ୍ଥିତି ହେବ। ସେଇ ସମୟରେ ଆମେ ଆମର ନିଜକୁ ପ୍ରସ୍ତୁତ କରି ରହିଥିବା ଏବଂ ଆମେ ପ୍ରଭୁ ଆମକୁ ସଦାସର୍ବଦା ଆଶୀର୍ବାଦ କରିଛନ୍ତି। ତ ପ୍ରତ୍ୟେକ ସମୟରେ ଆମେ ବାକ୍ୟ ମଧ୍ୟକୁ ଯାଇ ଆମ ବାକ୍ୟକୁ ହୃଦୟ ମଧ୍ୟରେ ରଖି ପ୍ରଭୁଙ୍କୁ ଧନ୍ୟବାଦ ଦେବା, ପ୍ରଭୁ ପ୍ରଶଂସା ଦେବା। ଏହି ବିଷୟରେ ଆମେ ବର୍ତ୍ତମାନ ନିଜେ ମଧ୍ୟ ଯେହେତୁ ଆମେ ବି ପାପମୟ ଜଗତରେ ଅଛୁ, ପାପମୟ ଜଗତରେ ଥିଲୁ ବିଗତ ଦିନ ମାନଙ୍କରେ। ଯେହେତୁ ବର୍ତ୍ତମାନ ଆମେ ପ୍ରଭୁ ପାଇ ନିଜେ ଆମେ ଉଦ୍ଧାର ପାଇଛୁ, ପରିତ୍ରାଣ ପାଇଛୁ, ମୁକ୍ତି ପାଇଛୁ। ବର୍ତ୍ତମାନ ଆମ ଜୀବନ ଶାନ୍ତି ମଧ୍ୟ ଆମେ ଫେରି ପାଇଛୁ। ତେଣୁ ଏହାକୁ ଆମେ ଆଉ ହରାଇବା ନାହିଁ। ଆଗକୁ ଆଗକୁ ଆମେ ପ୍ରଭୁଙ୍କ ଆଡ଼କୁ ଧାବମାନ ହେବା। ଏ ସୁନ୍ଦର ଶିକ୍ଷା ପ୍ରଭୁ ଲୋଟଙ୍କ ସ୍ତ୍ରୀଙ୍କ ଦିନକୁ ସ୍ମରଣ କର ବୋଲି କହିକି ଆମକୁ ଆଜି ଏଇ ବିଷୟକୁ ଆମକୁ ଦେଇଛନ୍ତି। ତେଣୁ ଆମେ ଏଇ ବିଷୟ ନେଇକି ଆମେ ଆଗାମୀ ଦିନ ନିମନ୍ତେ ନିଜର ଜୀବନକୁ ପ୍ରସ୍ତୁତ କରିବା ଆଉ ବିନଷ୍ଟ ହେବାକୁ ଆମେ ଦେବା ନାହିଁ। ପ୍ରଭୁ ମତେ ଏବଂ ଭାଇ ଭଉଣୀମାନଙ୍କୁ ସମସ୍ତଙ୍କୁ ପ୍ରଭୁ ଏଇ ବାକ୍ୟ ଦ୍ୱାରା ଆମକୁ ଆଶୀର୍ବାଦ କରନ୍ତୁ। ମୁଁ ଗୋଟିଏ ଛୋଟ କୋରସ୍ ଗାଇବି ଆଉ ପ୍ରଭୁଙ୍କୁ ପ୍ରଶଂସା କରିବା। ଯୀଶୁ କହିଲେ ମୁଁ ପ୍ରକୃତ ଦ୍ରାକ୍ଷାଲତା, ତୁମେ ମାନେ ମୋର ଶାଖା। ଯୀଶୁ କହିଲେ ମୁଁ ପ୍ରକୃତ ଦ୍ରାକ୍ଷାଲତା, ତୁମେ ମାନେ ମୋର ଶାଖା। ଯେ ରହେ ଯୀଶୁଙ୍କ ଠାରେ, ଯୀଶୁର ହନ୍ତି ତାଠାରେ, ପ୍ରଚୁର ଫଳ ସେ ଫଳେ, ନିଜରୁ ଫଳି ନ ପାରେ। ଯେ ରହେ ଯୀଶୁଙ୍କ ଠାରେ, ଯୀଶୁର ହନ୍ତି ତାହାଠାରେ, ପ୍ରଚୁର ଫଳ ସେ ଫଳେ, ନିଜରୁ ଫଳି ନ ପାରେ। ଯୀଶୁ କହିଲେ ମୁଁ ପ୍ରକୃତ ଦ୍ରାକ୍ଷାଲତା, ତୁମେ ମାନେ ମୋର ଶାଖା। ଶାଖା ଯଦି ରହେ ନାହିଁ ସଂଯୁକ୍ତ ହୋଇ ଲତା ସହ, ଅଫଳ ହୁଏ ସେ ଯେ, ହଣାଯାଏ ଅବଶେଷେ। ଶାଖା ଯଦି ରହେ ନାହିଁ ସଂଯୁକ୍ତ ହୋଇ ଲତା ସହ, ଅଫଳ ହୁଏ ସେ ଯେ, ହଣାଯାଏ ଅବଶେଷେ। ଯୀଶୁ କହିଲେ ମୁଁ ପ୍ରକୃତ ଦ୍ରାକ୍ଷାଲତା, ତୁମେ ମାନେ ମୋର ଶାଖା। ଯୀଶୁ କହିଲେ ମୁଁ ପ୍ରକୃତ ଦ୍ରାକ୍ଷାଲତା, ତୁମେ ମାନେ ମୋର ଶାଖା। ପ୍ରଭୁ ମାନଙ୍କୁ କୋଟି କୋଟି ଧନ୍ୟବାଦ।